नमस्कार जय जगन्नाथ सांग मैंने आपमती अच्छा आशा कर बहुत भलरे थे मु भी बहुत भलरे अच्छी भलरे कहीं रही मु तो आसी मो बाप घर को ना सेठी भी थी बट एठी आसिक आउ टे खुशी हो गली कारण बाप घर बोली कथा आम झी कौन करुच्ची देखु मु आज ब्लॉग यही आरंभ करछि मुनि बाप घर माने परिवेश मु आपण मन को देखैबी पानी आनते चलंत ଏବେ ଚାଲିଛି ତରକାରୀ ରୋଷେଇ ଦେଖା ଟ୍ରଷ୍ଟ ଟିକେ ହଁ ଦେଖା ଗୀତା ମ୍ୟାଡ଼ାମ ଭଲ ତରକାରୀ ରୋଷେଇ କରନ୍ତି ନା ମୁଁ ଜାଣିଛି ତୁ ଆମ ଘରେ ବି ଯାଇକି ଚିକେନ ମାଛ ସବୁ ରକ ରାଞ୍ଚୁ ମଟନ ବଢ଼ିଆ କରିଛୁ ମିଛ କଥା ଗୁଡ଼ା କହନି ସତବେ ଆପଣମାନେ ଦେଖିବେ ଏଇ ତରକାରୀ ରୋଷେଇ କଲା ପରେ କେତେ ସୁନ୍ଦର ହେଇଛି ଆପଣମାନେ ଦେଖିବେ ଆମର ବାଡ଼ି ଚାଷ କରାହେଇଛି ଏଠି ଲଙ୍କା ଅଛି ମୁଁ ଗଲାବେଳେ ଘରକୁ ଲଙ୍କା ନେବି ତ ଧାନ ଲଙ୍କା ଗଛ ମୁଁ ଆସିଛି ଧନିଆ ପତ୍ର ନେଇତେ ତ ସବୁ ନେଇକି ଧନିଆ ପତ୍ର ଦେଇ ଦେଇଛନ୍ତି ଆଉ ନାହିଁ ସବୁ ବିକ୍ରି ହେଇଯାଇଛି ଆମର କିଚେନ୍ ରୁମ୍ ଦେଖିପାରୁଥିବେ ଦେଖନ୍ତୁ ମୁଁ ପୁରା ମିଛ କହୁଥିଲି ଆମର କେଉଁ ଟାଇପ୍ର ରୋଷେଇ କରିଛି ଆପଣମାନେ ଦେଖିକି କୁହନ୍ତୁ ତ କେତେ ସୁନ୍ଦର ହେଇଛି ଆପଣମାନେ ଦେଖିପାରୁଥିବେ କେଉଁ ଟାଇପ୍ର ହେଇଛି ଆପଣମାନେ କମେଣ୍ଟରେ କହିବେ ଇଏ ମୋ ଭଉଣୀ ରୋଷେଇ କରିଛି ମୁଁ ବି ସେମିତି ଜାଣିନି ରୋଷେଇ କରି ଏଠି କ'ଣ ଅଛି ଦେଖିବା ତ ଶାଗ ଖଟା କଖାରୁ ଖଟା ଏଠି ଘାଣ୍ଟ ହଁ ଆଉ ଏଠି ଫୁଲ ବଡ଼ା ବାଡ଼ିରୁ ଆସିଛି ଆଳୁ ତ ମାଟି ଆଳୁ କ'ଣ ଖୋମ ଆଳୁ ନା ଖୋମ ଆଳୁ ଆଉ ଆମର ତ କୁହନ୍ତି ଖୋମ ଆଳୁ ଆପଣମାନେ କ'ଣ କୁହନ୍ତି ମାଟିରେ ଥାଏ ମାଟି ଆଳୁ ବି କୁହନ୍ତି ଖୋମ ଆଳୁ ବି କୁହନ୍ତି ତ ଏଇ ଆଳୁ ଆମର ବାହାରିଛି ବାଡ଼ିରେ ଥିଲା ଯିବ ବିକ୍ରି ହେବ ମ୍ୟାଡ଼ାମ୍ ଆମର ବସି ଯାଇଛନ୍ତି ଖାଇବା ପାଇଁ ତ ମୁଁ ବି ଏବେ ଖାଇବି ହେଇଛି ମାଛ ତରକାରୀ ଘାଣ୍ଟ ଫୁଲ ବଡ଼ା ଆଉ କଖାରୁ ଖଟା ଏବେ ଆମେ ଦି ଭଉଣୀ ମିଶିକି ଏବେ ଖାଇବା ଦି ଭଉଣୀ ମିଶିକି ଖାଇବା ଦି ଭଉଣୀ ପ୍ରେମ ଗୋଟେ ଦିନ ପରେ ଦେଖା ଭଲ ଆଉ ଖାଏ ଆମେ ବି ଖାଇବା ବାସନ ସବୁ ନେଇକି ଯାଉଛି ଆମେ ଟିକେ ନଈଯିବା ବୁଲିବା ପାଇଁ ତ କହିଲେ ସେଇପାଇଁ ସିଏ କହୁଛି ଚାଲ ବାସନ ନେଇଯିବା ସେଠି ଧୋଇଦେବା ଖାଇଖୁଆ ସାରିକି ଆଉ ଏବେ ଯାଉଛି ବାସନ ନେଇକି ଧୋଇବା ପାଇଁ ପାଖର ମାନେ ଘର ପଛପଟେ ଚୁଟି ଏତେ ଲମ୍ବା ବେଣ୍ଡା ବହୁତ ସୁନ୍ଦର ହେଇଛି କିଏ ହେଉଛି କେମିତି ଏତେ ରାଗ ଭଲ କଥା କହିଦେଲି ରାଗ ହେଇଯାଉଛି ଆର ଆମର ନଈ ପହଞ୍ଚିଗଲା ପାଣି ଶୁଖିଗଲାଣି ଏବେ ଖରା ଦିନ ଆସିବ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ହେଇଛି ଏବେ ଫିଷ୍ଟ କରିବା ପାଇଁ ଏତେ ସୁନ୍ଦର ଜାଗା ବହୁତ ସୁନ୍ଦର ଜାଗା ହେଇଛି ଆମେ ଏଇଠି ଆମେ ଫିଷ୍ଟ କରେ କେତେ ସୁନ୍ଦର ଜାଗା ଦେଖିପାରୁଥିବେ ଆପଣ କେତେ ସୁନ୍ଦର ଭ୍ୟୁ ନଈ ସେପାରେ ସେଠି ଫିଷ୍ଟ କରିବା ପାଇଁ ବହୁତ ସୁନ୍ଦର ହେଇଛି ଏଇଠି ବି ଫିଷ୍ଟ କରିବା ବହୁତ ସୁନ୍ଦର ହେଇଛି ପଥର ପ୍ରବଳ ସେ ଯାଇକି ପହଞ୍ଚିଗଲାଣି ପାଣି ପାଖରେ ଆପଣ ଦେଖୁଥିବେ କେତେ ତଳେ ପାଣି ଅଛି ପାଣି ଶୁଖିଗଲାଣି ଏଇ ଉପରେ ଥାଏ କେତେ ସୁନ୍ଦର ହେଇଛି ଆପଣମାନେ ଜାଣିପାରୁଥିବେ ଇଏ ଆମର ନଈ ବାସନ ଧୋଇବା ପାଇଁ ଷ୍ଟାର୍ଟ କରିଦେଇଛନ୍ତି ଗୀତା ମ୍ୟାଡ଼ାମ୍ ଦେ ମୁଁ ବି ଧୋଇ ଦେ ତୁ ବାସନ ମାଜିଦେ ମୁଁ ଧୋଇଦେମି ହଁ ନା ମୁଁ ମାଜିବି ତୁ ଧୋଇବୁ ସେଠି ଛୋଟ ଛୁଆମାନେ ଗାଧଉଛନ୍ତି
ବାସନ ଧୁଆ ସରିଗଲା। ସେ ଟିକେ ପାଣିରେ ଖେଳୁଛି, ଧୁଆ ଧୁଇ ହେଉଛି ଗୋଡ଼ ହାତ। ଏବେ ଯିବା ଏବେ ଟିକେ ବୁଲିବା ବୋଧେ। ଚାଲି ଆଇଲୁ ହେଁ ବସତେ ଏଠି। ବହୁତ ଶୀତ ଶୀତ ଅଧିକ। ବହୁତ ଦିନ ପରେ ଆଜି ଆସିଛି ନା କେତେ ସୁନ୍ଦର ଲାଗୁଛି। ଏଠି ଖୁସି ବନେ ହବ। ଖୁସି କରିବା ନା। ପଡ଼ିଯିବୁ, ଗଳି ପଡ଼ିବ ପାଣିରେ, କୁମ୍ଭୀର ବାହାରିବ। ଏତେ ପାଣିରେ କୁମ୍ଭୀର ବାହାରିବ। ସ୍ମାଇଲ୍ ପ୍ଲିଜ୍। ହସୁନ ଟିକେ। ରୁହ, ମୁଁ ବସିଛି ଏଠି, ସେ ଆସିଲା ଭିଡ଼ିଓ କରୁଛି। ନା ମୁଁ କରିନି। ଏବେ ଆମେ କାମ ସାରିଦେଲେ, ଆମେ ଏବେ ଯାଉଛେ ଘର। ପାଣି ଆଣିବା ପାଇଁ ଯାଉଛି। ପାଣି ଆଣିବା ପାଇଁ ଆସିଛି ଟ୍ୟୁବୱେଲ୍। ନେଇକି ଆସିଲା। ଇଏ ଏଠି ଧାନ ବାଛୁରୁଛି ବୋଉ। ତ ପାଣି ଆସିନାହିଁ, ସେଥିପାଇଁ ଆମେ ଯାଇକି ଟ୍ୟୁବୱେଲ୍ରୁ ଆଣୁଛେ। ଘର ପାଖରେ ପାଇପ୍ ଅଛି, ପାଣି ଆସିଲେ ଆମେ ଏଇଠୁ ନେବା। ଆମ କଦଳୀ ଗଛ, ବହୁତ କଦଳୀ ଗଛ। ନା ଆମର, ତମର ନା। ଆମର ବାଲେଶ୍ୱର, ଆମର ମୟୂରଭଞ୍ଜ। ଆମର କହିଲେ ହବନି। କେତେ କଦଳୀ ଗଛ, ପୁରା କଦଳୀ ବାଗାନ ହେଇଯାଇଛି। ଆମ ଗାଁ ପରିବେଶ ଆପଣମାନଙ୍କୁ ଦେଖେଇଲି। ଆଶା କରୁଛି ଭଲ ଲାଗିଥିବ ଭିଡ଼ିଓଟି। ଜୟ ଜଗନ୍ନାଥ।